ସମସ୍ତଙ୍କୁ ମୋର ଶୁଭ ସକାଳର ଶୁଭ ଅଭିନନ୍ଦନ। ଆମେ ପଢ଼ୁଥିଲେ ଆଚାର୍ଯ୍ୟ ହରିହର, ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ବିନୋଦ କାନୁନଗୋଙ୍କ ଦ୍ୱାରା ରଚିତ ପ୍ରବନ୍ଧ। ତାର 2ଟି କ୍ଲାସ୍ରେ ଆମେ ପଢ଼ିଥିଲେ ନା ଆଚାର୍ଯ୍ୟ ହରିହର ଥିଲେ ସେବାର ମୂର୍ତ୍ତିବନ୍ତ ଚେହେରା। ସେ ପ୍ରକୃତରେ କିଭଳି ଭାବରେ ନିଜର ସେବା ଦୟା ତ୍ୟାଗର ପ୍ରତିମୂର୍ତ୍ତି ଥିଲେ ସେ ବିଷୟରେ ଆମେ ପଢ଼ିଥିଲେ। ସେ ଜୀବନରେ ସାଧାରଣତଃ ଲୋକମାନଙ୍କ ସାହାଯ୍ୟ ଦୁଃଖୀ ରଙ୍କିଙ୍କ ସାହାଯ୍ୟ କରିଥିଲେ। ଆଉ କ'ଣ କରିଥିଲେ, ତାଙ୍କ ଗାଁର ହେଉ ବା ତାଙ୍କର ସାହି ପଡ଼ିଶା ହେଉ ବା ତାଙ୍କର ସମାଜର ସମସ୍ତଙ୍କର ସବୁବେଳେ ସେ ସେବା ହିଁ ଭଗବାନ ଏଇଭଳି ଆରାଧନାରେ ବିଶ୍ୱାସ କରି ସେ ସମସ୍ତଙ୍କୁ ସାହାଯ୍ୟ କରିଥିଲେ। ଆମେ ଏଇ ଯାଇ ପଢ଼ିଥିଲେ। ତାପରେ କ'ଣ ପଢ଼ିଥିଲେ ନା ଜୀବନରେ କିପରି ଭାବରେ ସେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ନା ଶିକ୍ଷକତା ବୃତ୍ତିକୁ କେବେ ଛାଡ଼ି ନଥିଲେ। ଏଇ ଜାଗା ଯାଇଥିଲେ। ଆଜି ଆମେ ପଢ଼ିବା ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ଆତ୍ମକାହାଣୀରେ ଲେଖିଛନ୍ତି। ପଣ୍ଡିତ ଗୋଦାବରୀଶ ମିଶ୍ର କ'ଣ ଲେଖିଛନ୍ତି? ତାଙ୍କର ଯେଉଁ ବହି ସେ ଆତ୍ମକାହାଣୀ ବା ତାଙ୍କ ବିଷୟରେ ଯେଉଁ ଲେଖିଛନ୍ତି ଆତ୍ମକାହାଣୀ କ'ଣ ଲେଖିଛନ୍ତି ନା ସେ ଆଚାର୍ଯ୍ୟ ହରିହର ବିଷୟରେ କ'ଣ ଲେଖିଲେ ସେ ଥିଲେ ନା କିଏ ଥିଲେ? ଆଚାର୍ଯ୍ୟ ହରିହର ଥିଲେ ଆମ ସମସ୍ତଙ୍କର ହରି ଭାଇନା। ନା ଆଚାର୍ଯ୍ୟ ହରିହର ହେଉଛନ୍ତି ପ୍ରତ୍ୟେକ ତାଙ୍କୁ ଲୋକମାନେ କ'ଣ ଡାକୁଥିଲେ? ହରି ଭାଇନା ବୋଲି ଡାକିଥାନ୍ତି। ସେବା ଓ ଚରିତ୍ରବତ୍ତାରେ ଆମ୍ଭେମାନେ ତାଙ୍କୁ ଆଦର୍ଶ କରି ଧରୁଥିଲୁ। ସେବା କ'ଣ କହିଲେ? କିପରି ଭାବରେ ସାହାଯ୍ୟ କରି ସେବା ହେଲା ସେ ସର୍ଭିସ୍ ବା ସବୁ ଦୁଃଖୀ ରଙ୍କିଙ୍କଠୁ ଆରମ୍ଭ କରି ପ୍ରତ୍ୟେକ ଲୋକମାନଙ୍କୁ ସେ ସବୁ କଥାରେ ସବୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। କେତେବେଳେ ସେ ତିଳେ ମାତ୍ର ପଛଘୁଞ୍ଚା ଦେଉଥିଲେ। ପ୍ରତି ଜୀବନର ତାଙ୍କର ପ୍ରତି ମୁହୂର୍ତ୍ତରେ ଅନ୍ୟମାନଙ୍କର କାର୍ଯ୍ୟରେ ହିଁ ଲଗାଉଥିଲେ। ଆଉ ଚରିତ୍ରବର୍ତ୍ତାରେ ଆଉ ଜଣେ ଉତ୍ତମ ଚରିତ୍ରବାନ ଭାବରେ ତାଙ୍କୁ ସାଧାରଣତଃ ସମସ୍ତେ ଲୋକ କ'ଣ ଆଦର୍ଶ ବୋଲି ମହାନ ବୋଲି ଭାବିଥାନ୍ତି ବା ମହାନ ବୋଲି ଧରି ନେଉଥିଲେ। ସେ ମିଛ କହି ଜାଣୁନଥିଲେ। ତାଙ୍କୁ ସେ କେବେ ହେଲେ ମିଛ କହୁ ନଥିଲେ। ତାଙ୍କୁ ଆମେ ସେଥିପାଇଁ ସତ୍ୟର ପୂଜାରୀ ବୋଲି କହିଲେ। ମିଛ କହିବା ପାଇଁ ରାଜି ହୋଇ 5 ଥର ଆବୃତ୍ତି କଲେ ମଧ୍ୟ କହିଲା ବେଳକୁ ସତଟା ପାଟିରୁ ଗାଳି ପକାଉଥିଲେ। ଯଦି ତାଙ୍କୁ ଆମେ ବାରମ୍ବାର ଜଣେ ବୁଝେଇବା, ଆଜ୍ଞା ଏଇ କଥାଟା ତୁମେ ଏଇଠି ଟିକେ ମିଛ କହିଦିଅନ୍ତୁ, ଏଇଟା ଆମର ଟିକେ ଭଲ ହେବ, ସେଥିପାଇଁ ଯଦି ତାଙ୍କୁ 5 ଥର ବାରମ୍ବାର ଆବୃତ୍ତି କରି ଏମିତି ଅଭ୍ୟାସ କରି ଛଡ଼ାଯାଏ, କିନ୍ତୁ ଯେକୌଣସି ପ୍ରକୃତ ଜାଗାରେ କହିଲା ବେଳକୁ ତାଙ୍କ ପାଟିରୁ ସତଟା ହିଁ ଗାଳି ପକା ସତ କଥା ହିଁ ବାହାରି ଯାଉଥିଲା। କେବଳ ଓଡ଼ିଶା ବା ଭାରତରେ କାହିଁକି ସମଗ୍ର ପୃଥିବୀରେ ଏପର୍ଯ୍ୟନ୍ତ ଖୁବ୍ କମ୍ ଲୋକ ଜନ୍ମ ନେଇଛନ୍ତି ଯେଉଁମାନେ କି ମିଛ କହି ଜାଣୁନଥିବେ। ଏମିତି ଆମେ ଦେଖିବା ସଂସାରରେ ଏମିତି କିଏ ନାହିଁ ମିଛ କହିପାରିବେନି। ତୁମେମାନେ ମିଛ କହୁନ? ନାହିଁ ଆମେ କେହି କହୁନେ। କେତେବେଳେ ଦରକାର ପଡ଼ିଲେ ଯଦି କହିଦେଉଥିବା। ଯଦି ଆମେ ଦେଖିବା ତାଙ୍କରି ଭଳିଆ ଆଚାର୍ଯ୍ୟ ହରିହରଙ୍କ ଲୋକ ଓଡ଼ିଶାରେ କାହିଁକି ସାରା ପୃଥିବୀରେ ଦେଖିବାକୁ ନଗଣ୍ୟ। ତାଙ୍କ ଭଳିଆ ଲୋକ ଆମେ ପାଇପାରିବା ନାହିଁ ଯେ କି ମିଛ କେବେ ହେଲେ କହୁନଥିଲେ। ଅନେକ ସମୟରେ ଆଚାର୍ଯ୍ୟ ଗୋଟିଏ କଥା କହନ୍ତି। କ'ଣ କହନ୍ତି ଆଚାର୍ଯ୍ୟ ସବୁବେଳେ? ନା ଆମେ ମିଥ୍ୟା ନ କହି ମଧ୍ୟ ଜୀବନରେ ନା କ'ଣ କହୁଥିଲେ? ଆମେ ମିଥ୍ୟା କେବେ କହିପାରିବା ନାହିଁ। ଯଦି ମିଥ୍ୟା ନ କହି ମଧ୍ୟ ଜୀବନରେ କ'ଣ ହେଇପାରିବ? ଅନେକ ସମୟରେ ମିଥ୍ୟାଚାରୀ କରିଥାଉ। ଆଚ୍ଛା, ଏଇଠି କହିଲା ଗୋଟେ ଅର୍ଥ ବୁଝ। ଆମେ ମିଥ୍ୟା ନ କହି ମିଥ୍ୟାଚାର କରିଥାଉ। ମାନେ ଆମେ ମିଥ୍ୟା କହିବାନି, କିନ୍ତୁ ମିଥ୍ୟାର ବ୍ୟବହାର ମିଥ୍ୟାର କାର୍ଯ୍ୟକଳାପ କରିଥାଉ। ନା କ'ଣ? ଯଦି ବା ମିଥ୍ୟା ନ କହି ଯେକୌଣସି କାର୍ଯ୍ୟ କଲା ବେଳକୁ ଆମେ ମିଥ୍ୟା ବା ସେଇଭଳିଆ ଠିକ୍ଟା କରି ନଥାଉ। ଆଚାର୍ଯ୍ୟଙ୍କର ନିର୍ଦ୍ଦିଷ୍ଟ ମତ ହେଲା ତ ତାଙ୍କର କହିବାର ଅର୍ଥ ହେଲା କ'ଣ? ତୁମେ ଯେଉଁ ଶପଥ ନେବ, ତୁମେ ଯେଉଁ କାର୍ଯ୍ୟ କରିବାକୁ ଶପଥ ନେଉଛ, ତା'ର ବିରୁଦ୍ଧାଚରଣ କଲା ଭଳି ଯଦି କିଛି କାର୍ଯ୍ୟ କଲ, ତେବେ ତାହା ମିଥ୍ୟାଚାର ହିଁ ହେଲା। ଯଦି ତୁମେ ଗୋଟେ କଥାଟା କହିଛ, ଆଜି ତୁମେ ପ୍ରତିଜ୍ଞା କରିବ ମୁଁ ଆଜି 5 ଘଣ୍ଟା ପାଠ ପଢ଼ିବି। କ'ଣ ନା ଆଜି ମୁଁ 5 ଘଣ୍ଟା ପାଠ ପଢ଼ିବି ବା 2 ଘଣ୍ଟା ପାଠ ପଢ଼ିବି ବା 3 ଘଣ୍ଟା ପାଠ ପଢ଼ିବି, ତୁମେ ଯାହା ସଂକଳ୍ପ ନେଇଛ, କିନ୍ତୁ ସେ କାର୍ଯ୍ୟକୁ ତୁମେ ସବୁବେଳେ କଲ ନାହିଁ। ନା ଏଟା ତୁମର କ'ଣ ମିଥ୍ୟାଚାରରେ ପରିଣତ ହେଲା। ବା ତୁମ ଘରେ କହିଦେବ ମୁଁ ପାଠ ପଢ଼ିଛି, କିନ୍ତୁ ତୁମେ ପାଠଟି ପଢ଼ି ନଥିବ, ତାହେଲେ ଏ କାର୍ଯ୍ୟ ତୁମେ ଠିକ୍ କଲ କି? ଠିକ୍ କଲନି। ସେଥିପାଇଁ ତୁମକୁ ମିଥ୍ୟାଚାର ବୋଲି କୁହାଯିବ। ବା ଆମକୁ
ଗୋଟେ କାର୍ଯ୍ୟ ଦିଆହେଲା ବା ଯେକୌଣସି କାମ ଗୋଟେ ଦିଆହେଲା କରିବା ପାଇଁ, କିନ୍ତୁ ଯଦି ସେ କାମଟା ଆମେ ହଁ କହିଲେ ହଁ ମୁଁ କରିଦେବି, କିନ୍ତୁ ଯେଉଁନ ଦରକାର ତୁମେ ସେ କାର୍ଯ୍ୟଟି ତୁମ ଦେଖା ଦର୍ଶନ ନଥିବ, କିଛି କରିବନି, ତାହେଲେ ସେଟା ତୁମେ ମିଥ୍ୟାଚାରୀରେ ପରିଣତ ହେଲ। ନା ଯେଉଁ କଥାଟାକୁ ଆମେ ଦେଇଛେ ବା ଶପଥ ନେଇଛେ ସେଇ କାର୍ଯ୍ୟଟିକୁ ଯଦି ଆମେ ନ କଲେ, ତାହେଲେ ସେଇ କାର୍ଯ୍ୟ ବିରୁଦ୍ଧରେ ଗଲେ ତାହେଲେ ଆମକୁ ମିଥ୍ୟାଚାରୀ କୁହାଯିବ ବା କୁହାଗଲା। ସତ୍ୟ ଓ ସଂକଳ୍ପ ରକ୍ଷା, ତାହେଲେ ଗୋଟେ ପାଖରେ କ'ଣ ସତ୍ୟ, ଯାହା କହିବ ସତ କହିବ ସତ୍ୟ, ଆଉ ସଂକଳ୍ପ ରକ୍ଷା, ଯେଉଁ କଥା ବା ଯେଉଁ ପ୍ରତିଜ୍ଞା ଦେଇଛ ତାକୁ ରକ୍ଷା କରିବା ହେଲା, ସତ୍ୟ ବୁଝିପାରିଲ, ଆଉ ସଂକଳ୍ପ ରକ୍ଷା ବା ପ୍ରତିଜ୍ଞା ରକ୍ଷା, ଏଇ ଦୁଇଟି ଅର୍ଥ ସମାର୍ଥବାଚକ ଶବ୍ଦ ବୋଲି ସେ ବାରମ୍ବାର କହୁଥିଲେ। ମାନେ କ'ଣ, ତୁମେ ସତ କହିବ ଆଉ କାର୍ଯ୍ୟକୁ ମଧ୍ୟ ଠିକ୍ ଭାବରେ ସତ କରିବ ବା ସଂକଳ୍ପକୁ ଠିକ୍ ଭାବରେ ରଖିବ, ଏଇ କାର୍ଯ୍ୟକୁ ସେ ଦୁଇଟିକୁ କ'ଣ କହୁଥିଲେ ନା ସର୍ବଦା ସମାନ ବୋଲି ସେ କହୁଥିଲେ। ତାଙ୍କ ଚେହେରାଟି ଯିଏ ଦେଖିବ, ତାଙ୍କୁ ଯିଏ ସାଧାରଣ ଲୋକ ପରିକା ଦେଖାଯାଆନ୍ତି, ତାଙ୍କୁ ଯିଏ ଦେଖିବ, ବେଶଭୂଷାକୁ ଯିଏ ଲକ୍ଷ୍ୟ କରିଥିବ, ତାଙ୍କ ସାଙ୍ଗରେ ଥରେ କେବେ ବସି ପୁରୀ ଗୋପବନ୍ଧୁ ଭବନ ବା କଟକ ଭୂଦାନ ଅଫିସରେ ଖାଇଥିବ, ବା ତାଙ୍କ ସାଙ୍ଗରେ ଯେକୌଣସି ଜାଗାରେ କିଏ ତାଙ୍କ ପାଖରେ ବସିଥିବ ବା ଯେକୌଣସି ଜାଗାରେ ଗୋଟେ ଅଫିସରେ ବସିଥିବ ବା ଯେକୌଣସି ହୋଟେଲରେ ତାଙ୍କ ସହିତ ଖାଇଥିବ, ସେ କେବେ ହେଲେ ଅନୁମାନ କରିପାରିବ ନାହିଁ, ସେ କେବେ ହେଲେ ଜାଣିପାରିବ ନାହିଁ ଯେ ସେଇ ଲୋକଟି ଭିତରେ କିପରି ମଉଜିଆ କଥା ଓ ହାସ୍ୟରସ ପୁରୀ ରହିଥିଲା। ଆଉ ଆଚାର୍ଯ୍ୟ ହରିହରଙ୍କ ମନରେ କିପରି ମଜାଳିଆ କଥା ସବୁବେଳେ କହିଥାନ୍ତି, ଆଉ ଆନନ୍ଦ ଭରା କଥା କହିଥାନ୍ତି, ଭଲ କଥା କହିଥାନ୍ତି, ଆଉ ପ୍ରତି କଥାରେ କିପରି ତାଙ୍କର ହସ ସେ ଦୁଃଖୀର ବା ସାଧାରଣ ଲୋକମାନଙ୍କୁ ହସେଇଥାନ୍ତି, ଆମେ ଏରା ଜାଣିପାରିବା ନାହିଁ। କଥାବାର୍ତ୍ତା ବେଳେ ସେ ମଜାରେ ଏମିତି ପଦେ କହିଦେବେ ଯେ ତାଙ୍କ ସହିତ ଯୁକ୍ତି କରୁଥିବା ଲୋକ ପାଟିର କଥା ବାହାରିବ ନାହିଁ। ନା କ'ଣ, ଆଚାର୍ଯ୍ୟ ହରିହରଙ୍କ ସାଙ୍ଗରେ ଯିଏ ଯୁକ୍ତି କରୁଥିବ, ସେ ମଜାର ଛଳରେ ଏମିତି ଗୋଟେ ଟାଣପଦ କଥାଟିଏ କହିଦେବେ ଯେ ତାଙ୍କ ସାଙ୍ଗରେ ଯିଏ ଯୁକ୍ତି କରୁଥିବ ତାଙ୍କ ପାଟିରୁ ଆଉ କୌଣସି କଥା ବାହାରିବ ନାହିଁ। ଆଉ ନା କ'ଣ, ଆଚାର୍ଯ୍ୟ ହରିହର ତାଙ୍କ କଥା ଶୈଳୀରେ କିପରି ଭାବରେ ମାଧୁର୍ଯ୍ୟ, କିପରି ଭାବରେ ହାସ୍ୟରସ ପରି ରହିଥିଲା, ଆମେ ଏଇଥିରୁ ଜାଣିପାରିବା। ଆଉ କ'ଣ, ତାଙ୍କର ବୁଦ୍ଧି ଏତେ ତୀକ୍ଷ୍ଣ ଥିଲା ଯେ କୌଣସି ଲୋକକୁ ସେ କଟୁ ମାନେ ଖରାପ ଭାଷା ନ କହିକି ସେ ମଜା ଛଳରେ କ'ଣ କିପରି ଭାବରେ ଜଣେ ଭୁଲ କହୁଛି ତାଙ୍କୁ ଭୁଲକୁ ପରିବର୍ତ୍ତନ କରିବା ପାଇଁ ସେ କଥାରେ ମଜାରେ ଛଳରେ ଏମିତି ଭିତରେ ଗୋଟେ ଏମିତି କଥା ମଞ୍ଜ କଥାଟେ କହିଦେଇଥିବେ ଯେ ଯେଉଁ ଲୋକ ଯଦି କୌଣସି ଭୁଲ କାର୍ଯ୍ୟ କରିବାକୁ ଯୁକ୍ତି କରୁଥିବ ସେ ଆଉ ଶେଷରେ କ'ଣ କିଛି କହିପାରିବ ନାହିଁ, ସେ ଠିକ୍ ବାଟକୁ ପଳେଇ ଆସିବ। ଏମିତି ମଞ୍ଜ କଥାଟିଏ କହିଦିଏ, ଆଉ ଯାହାଫଳରେ ତାଙ୍କ ପାଟିରୁ କ'ଣ, ଯେଉଁ ଲୋକ ଯୁକ୍ତି କରୁଥିବ ତା ପାଟିରୁ ଆଉ କୌଣସି କଥା ବାହାରିବ ନାହିଁ। ଭାରତରେ 1920 ପରେ ଗୋଟିଏ ନୂତନ ଜୀବନର ସଞ୍ଚାର ହେଲା। ଆମେ ଜାଣିଛେ ସେତେବେଳେ ଆମେ ବ୍ରିଟିଶ ସରକାର ଅଧୀନରେ ଥିଲେ, ତାଙ୍କଠାରୁ ଆମେ ସ୍ୱାଧୀନତା ପାଇବା ପାଇଁ ଗାନ୍ଧିଜୀଙ୍କର ଆଦେଶ କ୍ରମେ ଆମେ ବିଭିନ୍ନ ଜାତୀୟ ଆନ୍ଦୋଳନର ଅଂଶଗ୍ରହଣ କରୁଥିଲେ। ସେତେବେଳେ ଲୋକମାନେ ବା ବୁଦ୍ଧିଜୀବୀମାନେ, ସେ ସମୟରେ କ'ଣ ହେଇଛି ନା ଆମ ଭାରତରେ ନା କିଛି ନୂତନ କରିବାର ଆଶା ଲୋକମାନଙ୍କ ମଧ୍ୟରେ ସଞ୍ଚାର ହେଇଛି। ନା କ'ଣ ହେଇଛି, ସେ ସମୟରେ କୁଟୀର ଶିଳ୍ପର ପୁନରୁଦ୍ଧାର, କୁଟୀର ଶିଳ୍ପ ବୁଝିପାରୁଛ, ଯେମିତିକି ଆମେ କହିବା କାମ ରହିଲା, ତାରକସି କାମ ହେଉ ବା ଛୋଟ କଳକାରଖାନା ହେଉ, ଅରଟରେ ଲୁଗା, ଯେଉଁ ଅରଟରେ ସୂତା କାଟିକି ଲୁଗା ନିଜେ ତିଆରି କରିବା ହେଉ, ଏ ବିଭିନ୍ନ ପ୍ରକାର ଛୋଟ ଯେଉଁ କାମ ରହିଲା, ମାଟିରେ କୌଣସି ଜିନିଷ ତିଆରି କରିବା ହେଉନା କାହିଁକି, ଏଇଭଳିଆ ଯେତେକ ଛୋଟ ଶିଳ୍ପ, ଘରୋଇ ଶିଳ୍ପ ଗୁଡ଼ିକର ପୁନରୁଦ୍ଧାର ହେଲା। କ'ଣ, ଆଉ ଥରେ ସେ ପୁନରୁଦ୍ଧାର କ'ଣ, ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା, ସେଗୁଡ଼ିକ ଆଉ ଥରେ ତିଆରି କରିକି ଆଉ ଥରେ ଲୋକମାନେ କାମ କରିବାକୁ ଲାଗିଲେ। ନାରୀ ଜାଗରଣ ମାନେ ନାରୀମାନଙ୍କ ମଧ୍ୟରେ, ସ୍ତ୍ରୀମାନଙ୍କ ମଧ୍ୟରେ, ଝିଅମାନଙ୍କ ମଧ୍ୟରେ କ'ଣ ନା ସମାଜରେ ସେମାନଙ୍କ ମଧ୍ୟରେ ଗୋଟେ ପରିବର୍ତ୍ତନ ଦେଖାଦେଇଛି। ସେମାନେ ମଧ୍ୟ ଏଇ ସମାଜର ମୁଖ୍ୟ ସ୍ରୋତକୁ କିଭଳି ଭାବରେ ଆସିପାରିବେ ସେ ଏହି ଆନ୍ଦୋଳନ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ସାମ୍ପ୍ରତିକ ଏକତା ପାଇଁ କାର୍ଯ୍ୟ, ହରିଜନ ସେବା ଓ ହରିଜନମାନଙ୍କର ସେବା କରିବା, ଆଉ ଛୁଆଁ ଅଛୁଆଁ ଭେଦଭାବ ସେ ମଧ୍ୟ ନିବାରଣ କରିବା। ତାହେଲେ କ'ଣ, ହରିଜନ ମାନେ ଦୁଃଖୀ ରଙ୍କି ଗରିବଙ୍କର ସେବା କରିବା, ଆଉ ଛୁଆଁ ଅଛୁଆଁ ନିବାରଣ, ଏଇଭଳି କି ଗ୍ରାମ ସଫେଇ ମଧ୍ୟ ଜାତୀୟ ଆନ୍ଦୋଳନର ଅଙ୍ଗ ବୋଲି ଗାନ୍ଧିଜୀ ବାରମ୍ବାର କହିବାକୁ ଲାଗିଲେ। କ'ଣ
ତାଙ୍କ ଗାଁ ବିଭିନ୍ନ ପ୍ରକାର ଗାଁ ଗୁଡ଼ିକ ସଫା କରିବା ମଧ୍ୟ ଏଇ ତାଙ୍କର ଯେଉଁ ଜାତୀୟ ଆନ୍ଦୋଳନ ଗାନ୍ଧିଜୀ ଆହ୍ୱାନ ଦେଇଥିଲେ ସେଗୁଡ଼ିକର ଏ ଅଂଶବିଶେଷ ବୋଲି ଗାନ୍ଧିଜୀ କହିଥିଲେ। ଯେଉଁମାନେ ଗାନ୍ଧିଜୀଙ୍କ ଠାରେ ଅଟଳ ବିଶ୍ୱାସ ରଖିଥିଲେ, ଯେଉଁମାନେ ଗାନ୍ଧିଜୀଙ୍କୁ ସମସ୍ତେ ବିଶ୍ୱାସ କରୁଥିଲେ ହେଲା, ସେମାନେ କ'ଣ କଲେ, ସେମାନେ କ୍ରମେ ଗୋଟିଏ ଗୋଟିଏ ସଂଗଠନ କାର୍ଯ୍ୟକେନ୍ଦ୍ର ଖୋଲିଲେ। ଗାନ୍ଧିଜୀଙ୍କର ଏଇ ଯେଉଁ ଆହ୍ୱାନ କ୍ରମେ ବା ତାଙ୍କୁ ଯେଉଁମାନେ ବିଶ୍ୱାସ କରୁଥିଲେ ତାଙ୍କରି କଥା ଅନୁସାରେ ଗାଁ ଗହଳିରେ ତାଙ୍କର କର୍ମୀ ବା ଲୋକମାନେ କ'ଣ କଲେ ନା ଗୋଟିଏ ଗୋଟିଏ କାର୍ଯ୍ୟକେନ୍ଦ୍ର ଖୋଲିଲେ। ଗୋଟିଏ ଗୋଟିଏ କାର୍ଯ୍ୟକେନ୍ଦ୍ର ମାନେ କ'ଣ, ଆଶ୍ରମ ପରିକା ଖୋଲିଲେ। କ'ଣ ଥିଲେ, ବରୀ ସେବାଘର ବା ଅଳକା ଆଶ୍ରମ, ଜୀବରାମ କଲ୍ୟାଣଜୀଙ୍କର ଭଦ୍ରକ ଆଶ୍ରମ, ଅଗରପଡ଼ାର କର୍ମ ମନ୍ଦିର, ସୋରର ପୁରୁବାଇ ଆଶ୍ରମ, ସାକ୍ଷୀଗୋପାଳର ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ, ଏଭଳିକି ଗୋଟିଏ ଗୋଟିଏ କେନ୍ଦ୍ର ସବୁ ଖୋଲିଲା। ନା ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଜାତୀୟ ଆନ୍ଦୋଳନର କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଭିନ୍ନ ଜାଗାରେ କିଛି ଆଶ୍ରମ ଖୋଲିଲା। ସେଗୁଡ଼ିକ ଆଶ୍ରମ ଏଠି ଆମର କୁହାଗଲା ନା କି, ନା କ'ଣ, ଅଳକା ଆଶ୍ରମ, ନା ତାପରେ ହେଲା ଜୀବରାମ କଲ୍ୟାଣଜୀଙ୍କର ଭଦ୍ରକ ଆଶ୍ରମ, ଅଗରପଡ଼ାର କର୍ମ ମନ୍ଦିର, ଏ ଗୋଟେ ଗୋଟେ ଆଶ୍ରମ ସବୁ ଗୋଟେ ଗୋଟେ ଜାଗା ବା ଗୋଟେ ଗୋଟେ ତୁମେ ଦେଖିଥିବ ଆଶ୍ରମ ସବୁ ଦେଖିଥିବ ସେହିପରି ଗୋଟେ ଗୋଟେ ଜାଗା। ସୋରର ପୁରୁବାଇ ଆଶ୍ରମ, ସାକ୍ଷୀଗୋପାଳର ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ, ଏଇଭଳିଆ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଏହି ଜାତୀୟ ଆନ୍ଦୋଳନ କିଭଳି ଭାବରେ ଅଗ୍ରଗତି କରାଯାଇପାରିବ ସେଗୁଡ଼ିକ ଆଲୋଚନା କରାଯାଉଥିଲା। ଓଡ଼ିଶାର ବହୁ ସ୍ଥାନରେ ଖଦି କେନ୍ଦ୍ର ଖୋଲିଗଲା। ଖଦି ଆମେ ଯେଉଁ ପୋଷାକ ପିନ୍ଧୁଛେ, ତାଙ୍କ ହାତ ତିଆରି ଯେଉଁ ପୋଷାକ ସେଗୁଡ଼ିକୁ ନିଜେ ତିଆରି କରିବା, ଅରରେ ସୂତା କାଟି ସେଗୁଡ଼ିକ ମଧ୍ୟ ଓଡ଼ିଶାର ବିଭିନ୍ନ ଜାଗାରେ ଖୋଲିଗଲା। ଏମିତି ଆମ ଖଦି ବସ୍ତ୍ର ଯେଉଁ କହୁଛେ, ଯେଉଁ ପିନ୍ଧୁଛେ, ଯେଉଁଟା ହାତ ତିଆରି ମୋଟା, ପ୍ରତ୍ୟେକ ସଂଗଠନ କାର୍ଯ୍ୟ ଖୋଲିଗଲା। କିନ୍ତୁ ଆଚାର୍ଯ୍ୟ ମହାଶୟ କୌଣସି ଗୋଟିଏ କେନ୍ଦ୍ର ନିଜକୁ ବାନ୍ଧି ରଖିଲେ ନାହିଁ। ସେ ଆଚାର୍ଯ୍ୟ ହରିହର କ'ଣ ନା, ସେ ନିଜକୁ ବିଭିନ୍ନ ପ୍ରକାର ଯେଉଁ ଆଶ୍ରମ ବା କେନ୍ଦ୍ର ରହିଥିଲା ସେଥିରେ ସେ କୌଣସି ଗୋଟିଏ କେନ୍ଦ୍ରରେ ରହିଲେ ନାହିଁ। ସେ କ'ଣ ପ୍ରତ୍ୟେକ ସଂଗଠନ କାର୍ଯ୍ୟ ଅନୁଷ୍ଠାନ ବା କେନ୍ଦ୍ରକୁ ତାଙ୍କର ନିଜର ବୋଲି ମନେ କରୁଥିଲେ। ସେ ସବୁ କେନ୍ଦ୍ରକୁ ଭଲ ପାଉଥିଲେ। ତାଙ୍କର ପ୍ରତ୍ୟେକ ଅନୁଷ୍ଠାନ, ପ୍ରତ୍ୟେକ ଆଶ୍ରମ, ସେ ପ୍ରତ୍ୟେକ ଆଶ୍ରମକୁ ନିଜର ବୋଲି ଭାବୁଥିଲେ। ସମସ୍ତଙ୍କୁ ପ୍ରେରଣା ଦେବା, ସବୁଠାରେ କିଛି ଲେଖାଏଁ ରହିବା ଥିଲା ତାଙ୍କର କାର୍ଯ୍ୟ। ଦେଖ, ସବୁ ଯେଉଁ ଆଶ୍ରମ ଯେତେକ କର୍ମୀ ବା ଲୋକମାନେ ଥିଲେ ସମସ୍ତଙ୍କୁ ସେ ମୋଟିଭେଟ୍ ବା ପ୍ରେରଣା ଦେଉଥିଲେ। ଆଉ ସବୁଠାରେ କ'ଣ କିଛି ଦିନ ଲେଖାଏଁ ରହିଥିଲେ ତାଙ୍କର କାର୍ଯ୍ୟ, ଏଠି କିଛି ଦିନ, ଅନ୍ୟ ଜାଗାରେ କିଛି ଦିନ, ଏମିତି ବିଭିନ୍ନ ଗୋଟିଏ ଆଶ୍ରମ ସେ ନିର୍ଦ୍ଦିଷ୍ଟ ଭାବରେ ରହେ। ସବୁ ଆଶ୍ରମକୁ ସେ ବହୁତ ଆଶ୍ରମର ଲୋକମାନଙ୍କୁ ଭଲ ପାଉଥିଲେ। ସେଥିପାଇଁ ସେ ଗୋଟିଏ ନିର୍ଦ୍ଦିଷ୍ଟ ଆଶ୍ରମରେ ବହୁତ ଦିନ ପର୍ଯ୍ୟନ୍ତ ରହୁଥିଲେ। ଏଠି କିଛି ଦିନ ରହୁଥିଲେ, ତାପରେ ଅନ୍ୟ ଆଶ୍ରମକୁ ଯାଉଥିଲେ। ଏଇଭଳିଆ ବୁଲୁଥିଲେ। କ'ଣ, ଗୋଟିଏ ବିଛଣା, ଖଣ୍ଡିଏ ବାକ୍ସ, ଚରଖା ବା ଅରଟ ଥିଲା ତାଙ୍କର ସମ୍ବଳ। ସମ୍ବଳ ମାନେ ତାଙ୍କର ଏତିକି ଧନ ସମ୍ବଳ ଅର୍ଥ ଥିଲା। ସମ୍ବଳ ହେଲା କ'ଣ, ତାଙ୍କର କ'ଣ ଥିଲା, ଗୋଟିଏ ବିଛଣା ଯେଉଁଟା ପାରିକି ଶୁଅନ୍ତି, ଖଣ୍ଡିଏ ବାକ୍ସ, ଗୋଟିଏ ବାକ୍ସ, ଆଉ ଗୋଟେ ଅରଟ ଧରିବେ, ସିଏ ଚାଲିବେ। ଗୋଟେ ଏଇ ଆଶ୍ରମ ରହିଲେ କିଛି ଦିନ, ପୁଣି ଏଇ ତିନିଟା ଜିନିଷ ନେଇକି ଆଉ ଗୋଟେ ଆଶ୍ରମକୁ ଚାଲିଯିବେ। ସେଇତକ ଧରି ଯେକୌଣସି କର୍ମକ୍ଷେତ୍ରରେ ପହଞ୍ଚି ଯାଉଥିଲେ। କର୍ମକ୍ଷେତ୍ର ମାନେ ଯେକୌଣସି କାର୍ଯ୍ୟ ବା ଯେଉଁଠି କାର୍ଯ୍ୟ କରୁଥିଲେ, ସୂତା କାଟିବା ହେଉ, ଏଇଭଳିଆ ଖଦି ବସ୍ତ୍ର ଯେତେ ରହିଲା, ସେଇ ତାଙ୍କର ଜିନିଷ ଧରି ସିଏ ବିଭିନ୍ନ ପ୍ରକାର ଆଶ୍ରମକୁ ପଳାଇ ଯାଉଥିଲେ। ପ୍ରକୃତ ଅର୍ଥରେ ସେ ଥିଲେ ଜଣେ ସନ୍ନ୍ୟାସୀ। ସେ ଜଣେ ସନ୍ନ୍ୟାସୀ ଥିଲେ। କେତେ ବର୍ଷ ତଳେ ସେ ପଇତା ଛାଡ଼ି ଦେଇଥିଲେ। କ'ଣ ପାଇଁ ପଇତା ଛାଡ଼ିଥିଲେ ଦେଖିବା। କ'ଣ ଛାଡ଼ିଥିଲେ ସେ ପଇତା? ସେ ଭଗବାନଙ୍କୁ ସବୁବେଳେ ବିଶ୍ୱାସ କରୁ, ସେଥିପାଇଁ ସେ ପୂଜା ପାଠ କରୁଥିଲେ ଓ ସନ୍ନ୍ୟାସୀ ପରିକା ରହୁଥିଲେ। ନା କ'ଣ ହେଲା, କେତେକଙ୍କୁ ଟିକିଏ ଅଡ଼ୁଆ ଲାଗିଲା। ସେମାନଙ୍କୁ ଆଚାର୍ଯ୍ୟ ମହାଶୟ ବୁଝାଇ ଦେଲେ, ମୁଁ ଅନୁଭବ କରୁଛି ମୋ ଭିତରେ ସବୁ ଜାତି ଅଛନ୍ତି, ମୁଁ ଗୋଟିଏ ଜାତି ଭିତରେ ବାନ୍ଧିବା ଠିକ୍ ନୁହଁ। ଯେତେବେଳେ ଆଚାର୍ଯ୍ୟ ହରିହର ସନ୍ନ୍ୟାସୀ ଥିଲେ, ସେ ପଇତା ପିନ୍ଧିଥିଲେ, ସେ ପଇତାକୁ ଛାଡ଼ିଦେଲେ, କହିଲେ ନା ମୁଁ ପଇତା ପିନ୍ଧିବି ନାହିଁ। ନା କ'ଣ ପାଇଁ? ଲୋକମାନେ ତାଙ୍କୁ ପଚାରୁଛନ୍ତି ପ୍ରଶ୍ନ କରୁଛନ୍ତି କାହାକୁ, ଆଚାର୍ଯ୍ୟ ହରିହର, ଆପଣ କାହିଁକି ପଇତା ଛାଡ଼ିଲେ? ନା ଆଚାର୍ଯ୍ୟ ହରିହର ସେଇଠି ବୁଝାଇ ଦେଲେ, ନା ମୋ ଭିତରେ ସବୁ ଜାତି ଅଛନ୍ତି, ମୁଁ
ମୋ ଭିତରେ କ'ଣ ଅଛି ସବୁ ଜାତି ଅଛନ୍ତି, ମୁଁ କାହିଁକି ପଇତା ପରିଧାନ କରି ମୁଁ ଗୋଟିଏ ଜାତିର ହେବାକୁ ଚାହିଁବି। ସେଥିପାଇଁ କ'ଣ ସେଥିପାଇଁ ସେ ତାଙ୍କର ପଇତାକୁ ପରିତ୍ୟାଗ କରିଛନ୍ତି। 1971 ଫେବୃଆରୀ 19 ତାରିଖ ଆସିଗଲା। ଦ୍ୱିପହର ବେଳକୁ ଜଣାପଡ଼ିଲା ଯେ ଆଚାର୍ଯ୍ୟଙ୍କ ଛାତି ଭିତରେ କଫ ଜମିଯାଇଛି। ନା କ'ଣ ସେ ସମୟ ହେବ 1971 ମସିହା ଫେବୃଆରୀ 19 ତାରିଖ ନା ଦ୍ୱିପହର ମାନେ ଦିନ ବେଳା। ଦ୍ୱିପହର ତୁମେ ଜାଣିଛ ଏଇଭଳିଆ 12ଟା 1 2ଟା ଏଇ ସମୟକୁ ଆମେ ଦ୍ୱିପହର କହୁଛେ। ସେତେବେଳେ କ'ଣ ଖବର ଆସି ପହଞ୍ଚିଛି ନା ଆଚାର୍ଯ୍ୟଙ୍କ ଛାତିରେ କ'ଣ କଫ ଜମିଯାଇଛି। କଫ ଆମେ ଖାଉଛୁ, ତାଙ୍କ ବୟସ୍କ ବଢ଼ିଯାଇଛି, ତ ଦେହରେ ଜ୍ୱର ଥାଏ। ଡାକ୍ତରମାନେ ଆଶଙ୍କା ମଣିଲେ, ଡାକ୍ତରମାନେ ଭାବିଲେ କ'ଣ ହେଇଛି ନା ମାସ ଧରି ବିଛଣାରେ ପଡ଼ି ରହିଛନ୍ତି, ନିଜେ କିଛି ତୁଣ୍ଡରେ ପ୍ରକାଶ କରୁନାହାନ୍ତି। ନା ଆଚାର୍ଯ୍ୟ ହରିହର ଏମିତି ବୟସ ବଢ଼ିଯିବା ଫଳରେ କ'ଣ ହେଇଛି, ଗୋଟେ ବିଛଣାରେ ବା କତରାରେ ସେ ଏମିତି ପଡ଼ିକି ଅଛନ୍ତି। ପାଟିରୁ କ'ଣ ତୁଣ୍ଡରେ କିଛି ପ୍ରକାଶ, ତୁଣ୍ଡ ମାନେ ପାଟିରୁ କିଛି ତାଙ୍କର କଥା ଆଉ ବାହାରୁ ନଥାଏ। ପାଟି ପଡ଼ିଯାଇଥାଏ, ଆମେ ଯେଉଁ କଥା କହୁଛୁ ସେମିତି ପାଟିରୁ କିଛି ତାଙ୍କର କଥା ବାହାରୁ ନଥାଏ। ତାଙ୍କୁ ଭଗବାନ ନେଇଯାଆନ୍ତୁ ବୋଲି ମଧ୍ୟ କେବେ କେବେ କାହାରି ମୁହଁରୁ ଶୁଣାଯାଇଛି। ମାନେ ଏଇଭଳିଆ ଦୁଃଖ କଷ୍ଟ ପାଉଥିବା ସମୟରେ ବିଛଣାରେ ପଡ଼ି ବା ବେଡ଼୍ରେ ପଡ଼ି ଏତେ କଷ୍ଟ ପାଉଥିବା ସାଧାରଣ ଲୋକମାନେ ବା ତାଙ୍କର ଭଲ ଲୋକମାନେ କ'ଣ କହନ୍ତି, କାହିଁକି ଏ ବୃଦ୍ଧ ଅବସ୍ଥାରେ କାହିଁକି ଏମିତି ଘୋଷାରି ହେବେ ବା ଏମିତି କାହିଁକି କଷ୍ଟ ଭୋଗିବେ। ସେଥିପାଇଁ ସେମାନେ ଭଗବାନ ଡାକନ୍ତି, ନା ଭଗବାନ ତାଙ୍କୁ ନେଇଯାଆନ୍ତୁ କ'ଣ ବା ତାଙ୍କର ଶେଷ ମାନେ ମୃତ୍ୟୁ ହେଇଯାଉ। ପୂର୍ବରୁ କେତେଥର ଯେ ଏହିଭଳି ଯିବା ଆସିବା ଅବସ୍ଥା ଆସିଯାଇଛି, ପୁଣି ଭଲ ହୋଇଯାଇଛି। ପୂର୍ବରୁ ମଧ୍ୟ ତାଙ୍କର ଦେହ ଖରାପ ହେଇଛି, ପୁଣି ମନକୁ ମନ ଭଲ ହେଇଯାଇଛି, କିନ୍ତୁ ଏଥର ସେ ମଧ୍ୟ ଭଲ ହୋଇ ଯାଇପାରନ୍ତି। ଏମିତି ଶୋଇ ରହିଲେ ବି ଅନ୍ୟମାନେ ପ୍ରେରଣା ପାଉଛନ୍ତି। ନା ଅନ୍ୟ ଲୋକମାନଙ୍କର ଭାବନା କ'ଣ ନା ତାଙ୍କର ଏଇଭଳିଆ ଅବସ୍ଥା କେତେବେଳେ ଦେହ ଖରାପ ହୁଏ, ସିଏ ଭଲ ହେଇଯାଆନ୍ତି। ଆଉ ଯଦି ସିଏ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ଲୋକମାନେ ଦେଖି ଆମେ ମାନେ ବହୁତ ଗୁଡ଼ିଏ ପ୍ରେରଣା ବା ତାଙ୍କଠାରୁ ଆମେ ଅଧିକ ପରିମାଣରେ କ'ଣ ମୋଟିଭେଟ୍ ହେବେ ତାଙ୍କର ଏଇ ଭଲ କାର୍ଯ୍ୟ ପାଇଁ। ସମସ୍ତେ ସେ ବଞ୍ଚିଥିଲେ, ତାଙ୍କ ମୁହଁକୁ ଦେଖିଦେଲେ ତାଙ୍କର ଏଇ ମହତ୍ଵ କାର୍ଯ୍ୟ ପାଇଁ ସମସ୍ତ ଲୋକ କ'ଣ ପ୍ରେରଣା ପାଉଥିଲେ। ସକାଳ 6:50 ଏକାଦଶ ତିଥି ଆରମ୍ଭ। ନା କ'ଣ ହେଇଛି, ସକାଳ ସମୟ 6:50 ହେବ। ନିଶ୍ୱାସ ବନ୍ଦ ହୋଇଗଲା। କାହାର ନିଶ୍ୱାସ ପିଲାମାନେ ବନ୍ଦ ହୋଇଗଲା ନା ଆଚାର୍ଯ୍ୟ ହରିହରଙ୍କର ଶେଷ ନିଶ୍ୱାସ କ'ଣ ହେଇଛି, ଚାଲିଯାଇଛି। ସମସ୍ତେ ପାଦ ଛୁଇଁ ମୁଣ୍ଡିଆଟିଏ ଲେଖାଏଁ ମାରି ନୀରବରେ ଠିଆ ହୋଇ ରହିଲେ। ଯେତେବେଳେ ଆଚାର୍ଯ୍ୟ ହରିହରଙ୍କର ଶେଷ ନିଶ୍ୱାସ ପଡ଼ିଛି ବା ସେ ମୃତ୍ୟୁବରଣ କରିଛନ୍ତି, ସେତେବେଳେ ସମସ୍ତ ଲୋକ ତାଙ୍କର କ'ଣ କରୁଛନ୍ତି, ତାଙ୍କ ପାଦକୁ ଛୁଇଁ ଆସି ତାଙ୍କ ପାଖରେ ଆସି ନୀରବତା ସହିତ ଠିଆ ହୋଇ ରହିଲେ। ଗୋଟିଏ ଯୁଗର ଶେଷ ହୋଇଗଲା। କେଉଁ ଯୁଗ? ଆମେ ପୂର୍ବରୁ କ୍ଲାସ୍ ପଢ଼ିଛେ ଯୁଗ ଗଲେ ଆମେ କ'ଣ ବୁଝଉଛେ ନା ଗୋଟେ ଭଲ ଲୋକଙ୍କର ତାଙ୍କର ଯେଉଁ ମହତ୍ଵ କାର୍ଯ୍ୟ ରହିଲା ବା ଉତ୍କୃଷ୍ଟତା କାର୍ଯ୍ୟକୁ ବୁଝିବାକୁ ଯାଇ ଆମେ ଯୁଗର ବ୍ୟବହାର କରିଥିଲେ। ସେହିପରି ଏଠି କେଉଁ ଯୁଗର ଶେଷ ହେଲା ନା ଆଚାର୍ଯ୍ୟ ହରିହରଙ୍କର ଯେଉଁ ସମୟ ଥିଲା ସେ ସମୟ ବା ସେ ଯୁଗର ଶେଷ ହୋଇଛି। ସନ୍ନ୍ୟାସୀ ବୋଇଲେ କ'ଣ ବୁଝାଏ? ସନ୍ନ୍ୟାସୀ କହିଲେ କହିଲେ କ'ଣ ବୁଝାଏ? ସଂସାରରେ ସମସ୍ତ ମାୟାମୋହ ତୁଟାଇ ଯେଉଁ ଲୋକ ଭଗବତ ଆରାଧନାରେ ପ୍ରତି ମୁହୂର୍ତ୍ତ ବ୍ୟୟ କରୁଛି, ତାଙ୍କୁ ହିଁ ସନ୍ନ୍ୟାସୀ କୁହାଯିବ। କ'ଣ ଏ ସଂସାରର ସମସ୍ତ ମାୟାମୋହ ଏ ସମାଜ ଏ ସଂସାରରେ ପାରିବାରିକ ସମ୍ପର୍କ ଛିନ୍ନ କରି ବା ସେ ବିବାହ କରିନଥିଲେ, ସେ ପାରିବାରିକ ସମ୍ପର୍କକୁ ବା ସଂସାର ଘରକୁ ଛାଡ଼ି ଭୁଲି କ'ଣ କରିଥିଲେ, ଭଗବତ ଆରାଧନାରେ ବା ଭଗବାନଙ୍କର ବିଶ୍ୱାସରେ ଭଗବାନଙ୍କର ପୂଜା ପାଠରେ ତାଙ୍କର ପ୍ରତି ମୁହୂର୍ତ୍ତ ପ୍ରତି ସମୟକୁ ସେ ବ୍ୟୟ କରୁଥିଲେ ବା ବିତାଉଥିଲେ, ତାଙ୍କୁ ହିଁ ସନ୍ନ୍ୟାସୀ କୁହାଯିବ। ସେଇମାନେ ଲୋକମାନଙ୍କୁ ସନ୍ନ୍ୟାସୀ କୁହାଯିବ। ଯିଏ ଭଗବାନଙ୍କର ପୂଜା ଭଗବାନଙ୍କ ବିଶ୍ୱାସରେ ଭଗବାନଙ୍କ କର୍ତ୍ତବ୍ୟରେ ଭଗବାନଙ୍କୁ ପ୍ରତି ମୁହୂର୍ତ୍ତରେ ସମୟ ଦେଇଥାଏ, ତାଙ୍କୁ ଆମେ ସନ୍ନ୍ୟାସୀ ବୋଲି କହିବା। ହରିହର ତ ସେ ସଂଜ୍ଞା ଭିତରେ ପଡ଼ିଯାଇଛନ୍ତି। ଶ୍ମଶାନରୁ ସେ ମରିଗଲା ପରେ ଯଦି ଶ୍ମଶାନରୁ ଫେରି ଯଦି କେହି ତାଙ୍କର ସମ୍ପତ୍ତିର ତାଲିକା କରିଥାନ୍ତା, ସେ ଦେଖିଥାନ୍ତା ଯେ ତାଙ୍କର ନିଜର ଗୋଟିଏ ସୁଦ୍ଧା
ଟଙ୍କାରେ ସଂସାରରେ ସମ୍ପତ୍ତି ବୋଲି ନଥିଲା। ଯଦି ଆମେ ଦେଖିବା ତାଙ୍କର ଆଚାର୍ଯ୍ୟ ହରିହରଙ୍କର ମୃତ୍ୟୁ ପରେ ତାଙ୍କର ଯଦି କିଛି କ'ଣ ସବୁ ସମ୍ପତ୍ତି ଅଛି ତେବେ ଦେଖିବା ତାଙ୍କର ଗୋଟିଏ ହେଲେ ବି ସମ୍ପତ୍ତି କିଛି ନଥିଲା। ବାକି ଯେଉଁ ଖଣ୍ଡେ ଦୁଇ ଖଣ୍ଡ ଛୋଟ ଧୋତି ଚଦର ରହିଥିଲା ତାକୁ ଭୂଦାନ ଅଫିସରେ ସଜେଇକି ବି ରଖାଯାଇଛି। ପରେ କ'ଣ ସେ ମରିଗଲା ପରେ ତାଙ୍କର କୌଣସି ଏମିତି ସମ୍ପତ୍ତି କିଛି ବାଡ଼ି କିଛି ନଥିଲା। ତାଙ୍କର ଯଦି ଯେଉଁ ଧୋତି ପିନ୍ଧା ଧୋତି ଚଦର ଯେଉଁ 2 ଖଣ୍ଡ ଥିଲା ସେଗୁଡ଼ିକୁ ତାଙ୍କୁ କ'ଣ ଏବେ ସଂଗ୍ରହ କରି ରଖାଯାଇଛି। ଦୁସ୍ତ ଅର୍ଥ ପିଲାମାନେ ଦରିଦ୍ର ସାଧାରଣ ଗରିବ ଶ୍ରେଣୀର ଲୋକ। ନିଷ୍ପେଷିତ ହେଲା ଶୋଷିତ। ଦରିଦ୍ର ଆର୍ତ୍ତର ସେବା ହିଁ ପ୍ରକୃତ ଭଗବତ ସେବା ବୋଲି ସେ ଏକାବେଳେ ନିଶ୍ଚିନ୍ତ ହୋଇଯାଇଥିଲେ। ସେ କ'ଣ ଥିଲେ ନା ଭଗବାନଙ୍କ ସେବା କହିଲେ କ'ଣ ଖାଲି ଯେ ଭଗବାନ ପାଖରେ ସେବା କରିବା ତାଙ୍କର ତାଙ୍କ ମତରେ ଭଗବାନ ସେବା ହେଲା ଦୁଃଖୀ ଗରିବ ଶୋଷିତ ନିଷ୍ପେଷିତ ଦରିଦ୍ର ଓ ନିରୀହ ଏହି ଲୋକମାନଙ୍କର ସେବା ହିଁ ପ୍ରକୃତରେ ଭଗବାନ ସେବା ବୋଲି ସେ ଭାବୁଥିଲେ ବା ନିଶ୍ଚିନ୍ତ ଥିଲେ। ସେ ଭାବୁନଥିଲେ ଯେ କେବଳ ଭଗବାନଙ୍କୁ ସେବା କରିବା ମାନେ ଭଗବାନଙ୍କ ପାଖରେ ସବୁବେଳେ ପୂଜା ପାଠ କରିବା। ସେ ନା ଜନତାର ସେବା ବା ସାଧାରଣ ଦୁଃଖୀ ରଙ୍କିର ସେବା ହିଁ ପ୍ରକୃତରେ ଭଗବାନ ସେବା। ସେ କ'ଣ ଥିଲେ ସତ୍ୟ ହିଁ ଭଗବାନ ହେଲା। ସେ କ'ଣ ବିଶ୍ୱାସ କରୁଥିଲେ ସତ୍ୟ ହିଁ ଭଗବାନ। ଏହାର ପ୍ରକୃତ ଅର୍ଥ ସେ ବୁଝିଥିଲେ। ତାଙ୍କୁ ସନ୍ନ୍ୟାସୀ କୁହାଯିବ ନାହିଁ ତ ଆଉ କାହାକୁ କୁହାଯିବ ନା। ଆଚାର୍ଯ୍ୟ ଥିଲେ ସେବାର ମୂର୍ତ୍ତିବନ୍ତ ଚେହେରା ଯିଏକି ନା ସେ ଭାବିଥିଲେ ପ୍ରକୃତରେ ଭଗବାନଙ୍କର ସେବା କହିଲେ ଦୁଃଖୀ ଶୋଷିତ ନିଷ୍ପେଷିତ ଦରିଦ୍ର ନିରୀହ ଏହି ଲୋକମାନଙ୍କର ସେବା ହିଁ ସେ ସାଧାରଣତଃ ବୁଝୁଥିଲେ କ'ଣ ଭଗବାନଙ୍କର ସେବା। ଆଉ ସବୁବେଳେ କ'ଣ ବିଶ୍ୱାସ କରୁଥିଲେ ସତ୍ୟ ହିଁ ଭଗବାନ ଭଗବାନ ହିଁ ସତ୍ୟ। ଏହି ପ୍ରକୃତ ଅର୍ଥକୁ ସେ ଭଲ ଭାବରେ ବୁଝି ଯାଇଥିଲେ। ତାହେଲେ ଏଇ ଯିଏ ବୁଝିଥିଲେ ତାଙ୍କୁ ଆମେ ପ୍ରକୃତରେ ସନ୍ନ୍ୟାସୀ କହିବାନି ତ ଆଉ କାହାକୁ ଆମେ ସନ୍ନ୍ୟାସୀ କହିବା। ପିଲାମାନେ ଆଜି ଆମର ଏ ବିଷୟଟି ବା ପ୍ରବନ୍ଧଟି ସରିଗଲା। ତୁମେମାନେ ଏହାର ଅଭ୍ୟାସ କାର୍ଯ୍ୟକୁ କରି ମୋର ବ୍ୟକ୍ତିଗତ ପର୍ସନାଲ୍ ନମ୍ବରରେ ପଠାଇବ। ଯେଉଁମାନେ ପାଠକୁ ସବୁବେଳେ କରିକି ପଠାଉଛ ତୁମମାନଙ୍କୁ ମୁଁ ଆଉଥରେ ପୁନର୍ବାର ସାଧୁବାଦ ଜଣାଉଛି ବା ଧନ୍ୟବାଦ ଜଣାଉଛି। ଆଶା କରୁଛି ତୁମେ ଏହି ପ୍ରଶ୍ନ ଗୁଡ଼ିକୁ ଲେଖିକି ମୋ ହ୍ୱାଟ୍ସଆପ୍ ନମ୍ବରରେ ପଠାଇବ।